ଲକ୍ଷଣ ମଧ୍ୟ ଥାଏ। ଦାରୁ ନିକଟରେ ଖଞ୍ଜା ମଣ୍ଡପ, ସବାରପଲ୍ଲୀ ନିର୍ମାଣ, ଦାରୁ ସ୍ଥାନ ମଧ୍ୟ ସଂସ୍କାର ମଧ୍ୟ ହୋଇଥିଲା। ଆଜି ଆମେ ବାହାରିଥିଲୁ ଖୋରଧା ଠାରୁ 7 କିଲୋମିଟର ଦୂରରେ ଥିବା ଗ୍ରାମ ଦଧିମାଛଗାଡ଼ିଆ। ନିକଟରେ ଶ୍ମଶାନ ଓ ଶିବ ମନ୍ଦିର ମଧ୍ୟ ଥିବ। ଗଛରେ କୌଣସି ପକ୍ଷୀ ବସ କରିନଥିବ। ଗଛର ଡାଳ କୌଣସି କ୍ଷତିଗ୍ରସ୍ତ ହୋଇନଥିବ। ମୂଳରେ ଉଇହୁଙ୍କାରୀ ସାପ ମଧ୍ୟ ଜଗିଥିବେ। ଗଛରେ ଶଙ୍ଖ, ଚକ୍ର, ଗଦା, ପଦ୍ମ ଆଦିର ସଂକେତ ହୋଇଥାଏ। ଏହି ସ୍ଥାନରୁ ଯାଇଥିଲା ମହାପ୍ରଭୁଙ୍କର ଦାରୁ। 1996 ମସିହା ମହାପ୍ରଭୁଙ୍କର ନବକଳେବର ସମୟରେ ଏହି ମନ୍ଦିରରୁ ଯାଇଥିଲା ମହାପ୍ରଭୁଙ୍କର ଦାରୁ। ଏହି ସ୍ଥାନଟି ଘଞ୍ଚ ଜଙ୍ଗଲ ଭିତରେ ରହିଥିବାରୁ କୌଣସି ଲୋକଙ୍କର ନଜର ଆସିନଥାଏ। ଏହି ସ୍ଥାନଟିକୁ ଗ୍ରାମବାସୀମାନେ ଆସିବାକୁ ଭୟ କରିଥାନ୍ତି। ଏହି ଦଧିମାଛଡ଼ିଆ ଗ୍ରାମର ଜଣେ ବ୍ୟକ୍ତି ପ୍ରସନ୍ନ କୁମାର ପଟ୍ଟନାୟକ। ତାଙ୍କରି ବାଡ଼ିରେ ରହିଥାଏ ମହାପ୍ରଭୁଙ୍କର ଦାରୁ ବୃକ୍ଷ। ଏହା ସମ୍ପୂର୍ଣ୍ଣ ଚିହ୍ନଟ ପରେ ଲୋକମାନଙ୍କର ଗହଳି ଏବଂ ଲୋକମାନଙ୍କର ପୂଜା ଅର୍ଚ୍ଚନା ମଧ୍ୟ ଆରମ୍ଭ ହୋଇ ତାହାପରେ ପୁରୀରୁ ସ୍ୱତନ୍ତ୍ର ଦଇତାପତିମାନେ ଆସି ଏହି ବୃକ୍ଷର ଅନୁଧ୍ୟାନ କରିଥିଲେ ଏବଂ ସ୍ୱତନ୍ତ୍ର ପୂଜା କରି ବୃକ୍ଷ ଛେଦନ କାର୍ଯ୍ୟ ମଧ୍ୟ ଆରମ୍ଭ କରିଥିଲେ। ତାହାପରେ ଦୁଃଖ ପ୍ରକାଶ କରି ଗ୍ରାମବାସୀ ଓ ଅନ୍ୟ ଗ୍ରାମର ଲୋକମାନେ ମହାପ୍ରଭୁଙ୍କ ଦାରୁକୁ ଶୁଭ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ ଯେ, ହେ ପ୍ରଭୁ, ଆମ ପାଖରେ ଥିଲ, ଅର୍ଥାତ୍ ଆମେ ଜାଣିପାରିନଥିଲୁ। ଏ ଦାରୁ କ୍ଷେତ୍ରର କାରିଗର ମୁଁ। ଏଠି ଯେତେ ଯାହା ହେଇଛି ସବୁଥରର କାରିଗର ମୋର। ଯେତେବେଳେ ଦାରୁ ଗଛ ସିଲେକ୍ସନ୍ ହେଲା, ଦଇତାପତିମାନେ ଆସିକି ସିଲେକ୍ସନ୍ କଲେ, ସେଠୁ ସମସ୍ତେ ଜାଣିଲେ, ସମସ୍ତେ ଏଠିକି ଯିବା ଆସିବା କଲେ। ଦଇତାପତିମାନେ ଯେତେବେଳେ ଆସିଲେ, ଗଛ ମୂଳେ ସବୁ ତାଙ୍କର ଅନୁସନ୍ଧାନ କଲେ, ଜିନିଷପତ୍ର କେଉଁ ଜିନିଷ ଲକ୍ଷଣ ସବୁ ଦେଖିଲେ। ତାପରେ ସେଠୁ ଗରାଟି ମାଗିକି ନେଇକିରି ତା ଭିତରୁ ଗୋଟେ ପାଣି ଗରା ଆଣିଲେ। ଗୋଟେ କୂଅରୁ ପକେଇକିରି ପାଣି ଗରା ଆଣିଲେ ବେଳେ ସେ ଗରା ଭିତରେ ଗୋଟେ ସାପ ଆସିଲା, ନାଗ ସାପ ଯେତେବେଳେ ଆସିଲା, ସେଠୁ କହିଲେ କହିଲା, ଆରେ ବିଚିତ୍ର କଥା ହେଲା। ଆଚ୍ଛା ହଉ, ସେଠୁ ସାପଟିକି ଉପରେ ଆଣିକି ଛାଡ଼ିଦେଲେ। ତାପରେ ଆଉ ଥରେ ଏଇ ସାହିରେ, ଏଇ ପାଖରେ ଆମର ହରିଜନ ସାହିଟା, ସେଥିରୁ ଗୋଟେ ଲୋକ ଚଢ଼ିକିରି ଗୋଟେ ଡାଳ ହାଣିବାକୁ ଯାଉଥିଲା। ଗୋଟିଏ ଚୋଟ ପକେଇଛି, ସେ ଗଛରୁ ଖସି ପଡ଼ିକିରି ସେଠୁ ତାପରେ ନେଇଗଲେ ତାକୁ ଟେକିକିରି, ତାପରେ ସେ ମରିଗଲା। ତାପରେ ଏ ଜାଗାରେ ଏଇଟା ଖୁବ୍ ଜଙ୍ଗଲିଆ ଥାଏ। ଏହାକୁ ଜଙ୍ଗଲିଆ କଣ୍ଟା କୁଞ୍ଚ ଏଥିରେ ବହୁତ ସାପ ରହନ୍ତି। ନାଗ ସାପମାନେ ଏବେ ସୁଦ୍ଧା ବି ଅଛନ୍ତି, କିନ୍ତୁ ଆମର ଏଠି କାହାକୁ କ୍ଷତି କରିନାହାନ୍ତି। ଦାରୁ ଗଲାଠୁ ମୁଁ ଏଠି ଏପର୍ଯ୍ୟନ୍ତ ବି ଅଛି, ଏବେ ତ ଆଉ କୌଣସି ଲୋକ ନାହାନ୍ତି। ତାପରେ ଏଠି ଆମର ଏଇଟା ହେଉଛି କାଈପଦର ପଞ୍ଚାୟତର, ତେଣୁ ଏଠି ସମସ୍ତଙ୍କର ଆବିର୍ଭାବ ରହିଛି ଏପର୍ଯ୍ୟନ୍ତ ସୁଦ୍ଧା। ସମସ୍ତେ ଏକଜୁଟ ହେଉଛନ୍ତି, ସମସ୍ତେ ଯିବା ଆସିବା କରୁଛନ୍ତି ସବୁଆଡ଼କୁ। ଏଠି ଯାନି ଯାତ୍ରା ଭଲ ମନ୍ଦ ଯାହା କିଛି ହେଉଛି ସବୁ ଶୃଙ୍ଖଳା ଭିତରେ ହେଉଛି। କିଛି ଆପଣଙ୍କ ମାନସିକତା କ'ଣ ଅଛି ଜାଗା ଉପରେ? ମାନସିକ ରଖିଛନ୍ତି, ପୂରଣ ହୋଇଛି? ହଁ, ନାଇଁ, ମୁଁ ଏଠି ଅଛି, ମୁଁ ଏଠି କାରିଗର ଲୋକ। ମୋ ନାଁ ସୁମନ୍ତ ଦାସ,
ମୁଁ ଦାରୁ କ୍ଷେତ୍ରର ପୂଜକ ଅଛି। ଆଜକୁ 10 ବର୍ଷ ହେଲା ପୂଜକ ଅଛି। ଆଉ ଜଗନ୍ନାଥଙ୍କର ଦାରୁ ଏଠୁ ଯାଇଥିଲା। ଏଇଟା ହେଉଛି ଦାରୁ କ୍ଷେତ୍ର। ଏଠୁ ଜଗନ୍ନାଥ ସେଠୁ ବସିଛନ୍ତି। ସେଠୁ ଦାରୁ ଯାଇଥିଲେ। ଡାହାଣ ପଟେ ଜଗନ୍ନାଥ ସେଠୁ ବସିଛନ୍ତି। ତାଙ୍କ ପଛପଟେ ଦାରୁ ସବୁ କଟା ଯାଇଛି। ମୁଁ ତ ସେବକ ହିସାବରେ ଅଛି ଆଉ ଏତିକି କହୁଛି, ଆଉ ବିଶେଷ କିଛି କହିପାରିବି। ଅନୁଭୂତି କ'ଣ, ଏଠି ମୁଁ ରହିଲା ଯାକ କେବେ ବି ଜନ୍ତୁଜୁନ୍ତା ଭଲ ମନ୍ଦ ଆସନ୍ତିନି। ଯଦି ବି ଆସନ୍ତି ଆମକୁ କେହି ଆଘାତ କରନ୍ତି ନାହିଁ। ଯେହେତୁ ଆମେ ସେବକ ହିସାବରେ ଅଛୁ, ଆମକୁ ଜନ୍ତୁଜୁନ୍ତା କେହି ଆଘାତ କରନ୍ତି।